ହଁ, ସମସ୍ତଙ୍କୁ ମୋର ନମସ୍କାର। ମୁଁ ଐଶ୍ୱର୍ଯ୍ୟବାଳା ରାଉତରାୟ। ମୁଁ ଖୋର୍ଦ୍ଧା ଜରିପୁଟରୁ ଆସିଛି। ମୁଁ ପାର୍କିନସନ୍ ପେସେଣ୍ଟ। ପାର୍କିନସନ୍ ପେସେଣ୍ଟ ମାନେ କହିଲେ ବହୁତ ସିରିୟସ୍। ମୁଁ ଯେତିକି ଫିଲ୍ କରୁଛି, 3-4 ବର୍ଷ ହେଲା ମୁଁ ବିଭିନ୍ନ ଡକ୍ଟରଙ୍କ ପାଖରେ ହାୟର ଡକ୍ଟରଙ୍କ ପାଖରେ ଟ୍ରିଟମେଣ୍ଟ ହେଲିଣି, କିନ୍ତୁ ସେମାନେ କହିଲେ ଯେ ଏଇ ପାର୍କିନସନ୍ ଟା ଏମିତି କଣ୍ଟିନ୍ୟୁ ହଉଥିବ। ତାପରେ ମୁଁ ପଚାରିଥିଲି କ'ଣ କେମିତି ହବ ନା, ଯେତେ ବି ମେଡିସିନ ଦେଲା ପରେ ବି ସେଟା ଯେମିତି ବି ମୋର ଜମା ଭଲ ହେଇନଥିଲା। 50-60% ସେମିତି ରହୁଥିଲା। 3 ବର୍ଷ ପରେ ତାପରେ ମୁଁ ଫେସବୁକରେ ଲିଙ୍ଗରାଜ ହେଲ୍ଥ କେୟାର ଏଇଟାକୁ ଦେଖିଲି, ଏଠି କିଛି ପେସେଣ୍ଟ ଭଲ ହଉଛନ୍ତି। ସେଇ ଆଡ୍ରେସ୍ ନେଇକି ମୁଁ ଆସିଲି। ଆସିଲା ପରେ ମୁଁ ଏଠି ପ୍ରାୟ 15-20 ଦିନ ହେଲା ଟ୍ରିଟମେଣ୍ଟ ମୋର ହଉଛି। ତାପରେ ମୁଁ ଏବେ ପ୍ରାୟ 30-40% ବେଟର ଫିଲ୍ କରୁଛି। ଆଉ ମୁଁ ଯେବେ ବି ହୋମିଓପାଥି କରିଛି, ତାପରେ ଅଲଗା ଜାଗାରେ ବି ଆୟୁର୍ବେଦିକ କରିଛି, ସେମାନେ କିନ୍ତୁ ମୋତେ ସବୁବେଳେ ଗୋଟିଏ କ୍ୱେଶ୍ଚିନ୍ କରିଛନ୍ତି, ଏଲୋପାଥି ଛାଡ଼ିକି ଆପଣ ହୋମିଓପାଥି କରିବେ, ଆଇଦର ଆୟୁର୍ବେଦିକ କରିବେ। କିନ୍ତୁ ଏଇ ଗୋଟିଏ କ୍ଲିନିକ ଲିଙ୍ଗରାଜ ହେଲ୍ଥ କେୟାର ଇଏ ମୋତେ କହୁଛି ଯେ ଆପଣ ଆମ ମେଡିସିନ ସହିତ ଏଲୋପାଥି କଣ୍ଟିନ୍ୟୁ କରିବେ, କାରଣ ଆମେ 3-4 ମାସ ପରେ ଆମ ପ୍ରୋସିଜର ଆମେ ସେଟାକୁ ବନ୍ଦ କରିବୁ। ଏବେ କିନ୍ତୁ ମତେ ବହୁତ ଭଲ ରିଲାକ୍ସ ଲାଗୁଛି, ଯୋଉଟା 24 ଆୱାର୍ସ ମୁଁ ଫିଲ୍ କରୁଥିଲି ଏବେ ଡିଷ୍ଟାନ୍ସରେ ଅଳ୍ପ 20-30% ଫିଲ୍ କରୁଛି। ପାଦ ହାତ ପୁରା ଏତେ ଜୋରରେ ଥରୁଥିଲା, ମାଇଣ୍ଡ ବି ଡିଷ୍ଟର୍ବ ହଉଥିଲା। ଡକ୍ଟର ମତେ କହିଥିଲେ ଯେ ବ୍ରେନର କିଛି ଗୋଟେ ସେଲ୍ସ ୱିକ୍ ଅଛି, ସେଥିପାଇଁ ମତେ ଏକ୍ସରସାଇଜ କରିବା କି ଯୋଗ ଏଇ ଜିନିଷ ସବୁ ମତେ ଆଡଭାଇସ୍ ହେଇଥିଲା। ହେଲେ ମୁଁ କଲା ପରେ ବି ଏମିତି କଣ୍ଟିନ୍ୟୁ ମୋର ହଉଥିଲା, କିନ୍ତୁ ଏବେ ଟିକେ ମୁଁ ବେଟର ଫିଲ୍ କରୁଛି। ନମସ୍କାର।